କିଛି ଦିନ ତଳର କଥା। ସୁନ୍ଦରବନ ନାମକ ଏକ ବଡ଼ ଜଙ୍ଗଲ ଥିଲା। ସେହି ଜଙ୍ଗଲରେ ବହୁତ ଜୀବଜନ୍ତୁ ବାସ କରୁଥିଲେ। ସେଥିରେ ଗୋଟିଏ ମାଙ୍କଡ଼ ଥିଲା, ତା'ର ନାମ ବଣ୍ଟୁ ଥିଲା, ଓ ଗୋଟିଏ ଠେକୁଆ ଯାହାର ନାମ ଗୁଲ୍ଲୁ ଥିଲା। ଦୁଇ ଜଣଙ୍କ ମଧ୍ୟରେ ବହୁତ ଭଲ ବନ୍ଧୁତା ଥିଲା। ସେମାନେ ଦୁଇ ଜଣ ଏକା ସାଙ୍ଗରେ ଖେଳାବୁଲା କରୁଥିଲେ ଓ ସୁଖ ଦୁଃଖ ବାଣ୍ଟୁଥିଲେ। ଗୋଟେ ଦିନ ଖେଳୁ ଖେଳୁ ବଣ୍ଟୁ କହିଲା, ଚାଲ ସାଙ୍ଗ, ଆଜି ଗୋଟିଏ ନୂଆ ଖେଳ ଖେଳିବା। କୁହ, କେଉଁ ଖେଳ ଖେଳିବା ପାଇଁ ଇଚ୍ଛା ଅଛି? ଆଜି ଆମେ ଦୁଇ ଜଣ ବୋହୂ ଚୋରି ଖେଳ ଖେଳିବା। ଠିକ୍ ଅଛି ତାହେଲେ। ସେ ଦୁଇ ଜଣ ଖେଳ ଆରମ୍ଭ କରିବା ବେଳେ ଦେଖିଲେ ଯେ ଜଙ୍ଗଲର ସମସ୍ତ ପ୍ରାଣୀ ଇଆଡ଼େ ସିଆଡ଼େ ଦୌଡ଼ୁଥିଲେ। ବଣ୍ଟୁ ଗୋଟିଏ ବିଲୁଆକୁ ଡାକି ପଚାରିଲା, ଆରେ ଏ କ'ଣ ହେଲା? ତୁମେମାନେ ସବୁ କୁଆଡ଼େ ଯାଉଛ? କିଛି ଶିକାରୀ ଜଙ୍ଗଲକୁ ଆସିଯାଇଛନ୍ତି, ସେଥିପାଇଁ ଆମେମାନେ ସମସ୍ତେ ଦୌଡ଼ୁଛୁ। ତୁମେ ବି ଶୀଘ୍ର ଚାଲ, ନହେଲେ ତୁମକୁ ଧରି ନେବେ। ଏତିକି କହି ବିଲୁଆ ସେଠାରୁ ଚାଲିଗଲା। ଶିକାରୀର କଥା ଶୁଣି ବଣ୍ଟୁ ଆଉ ଗୋଲୁ ବି ସେଠାରୁ ପଲେଇବାକୁ ଲାଗିଲେ। ଏମିତି ଯାଉ ଯାଉ ସେମାନେ ବହୁତ ଦୂରକୁ ଚାଲିଗଲେ। ତାପରେ ବଣ୍ଟୁ କହିଲା, ସାଙ୍ଗ ଗୁଲ୍ଲୁ, ସକାଳୁ ଆମେ ଦୌଡ଼ୁଛୁ, ଆଉ ଏବେ ସନ୍ଧ୍ୟା ହେବାକୁ ଲାଗିଲାଣି। ଚାଲ କେଉଁଠି ଗୋଟିଏ ଆରାମ କରିବା। ମୋତେ ତ ବହୁତ ଭୋକ ଲାଗିଲାଣି। ମୁଁ ବି ଥକିଗଲିଣି, ଭୋକ ଶୋଷ ବି ଲାଗିଲାଣି। ଚାଲ କୌଣସି ଫଳ ଖାଇବା ଓ ଆରାମ କରିବା। ସେମାନେ ଦୁଇ ଜଣ ଫଳ ଖୋଜିବାକୁ ଲାଗିଲେ। କିଛି ଦୂର ଗଲା ପରେ ଗୋଟିଏ ଗଛରେ ଫଳ ଫଳିଥିବା ଦେଖିଲେ, କିନ୍ତୁ ସେହି ଗଛରେ ଗୋଟିଏ ହିଁ ଫଳ ଥିଲା। ଏବେ ବଣ୍ଟି ଓ ଗୁଲ୍ଲୁ ଚିନ୍ତାରେ ପଡ଼ିଗଲେ। ଯଦି ମୁଁ ଏ ଫଳକୁ ଖାଇଦେବି ତ ମୋ ସାଙ୍ଗ ବଣ୍ଟୁ ଭୋକରେ ରହିଯିବ। ମୁଁ ଏହି ଫଳକୁ ବଣ୍ଟୁକୁ ଖାଇବାକୁ ଦିଏ। ଆରେ ଏହି ଗଛରେ ତ ଗୋଟିଏ ଫଳ ଅଛି। ଯଦି ମୁଁ ଏହି ଫଳକୁ ଖାଇଦେବି ତ ମୋ ସାଙ୍ଗ କ'ଣ ଖାଇବ? ତୁମେ ଏହି ଫଳ ଖାଇଦିଅ, ମୋତେ ବହୁତ ଭୋକ ଲାଗୁନାହିଁ। ତୁମେ ବହୁତ ଡିଆଁ ଡେଇଁ କରିଛ, ସେଥିପାଇଁ ତୁମକୁ ବହୁତ ଭୋକ ଲାଗୁଥିବ। ନା ସାଙ୍ଗ, ମୋତେ ଭୋକ ଲାଗୁନାହିଁ। ତୁମେ ଏହି ଫଳ ଖାଇଦିଅ। ସେହି ସମୟରେ ସେହି ରାସ୍ତା ଦେଇ ଗୋଟିଏ ହାତୀ ଯାଉଥିଲା। ତା'ର ନାମ ମୋତି ଥିଲା। କିଛି ସମୟ ପାଇଁ ତାଙ୍କ ପାଖରେ ସେ ରହିଗଲା ଓ ତାଙ୍କର ସବୁ କଥା ଶୁଣିବାକୁ ଲାଗିଲା। କିଛି ସମୟ ପରେ ମୋତି କହିଲା, ତମେ ଦୁଇ ଜଣ ଏହି ଫଳ ଖାଇବ ନାହିଁ ତ ମୁଁ ଖାଇଦେବି। ନା ନା ମୋତି ଭାଇ, ମୋର ସାଙ୍ଗକୁ ବହୁତ ଭୋକ ଲାଗୁଛି, କିନ୍ତୁ ସେ ଖାଇବାକୁ ମନା କରୁଛି। ବଣ୍ଟୁ ମିଛ କହୁଛନ୍ତି, ମୋତେ ଭୋକ ଲାଗୁନାହିଁ, ତାଙ୍କୁ ଭୋକ ଲାଗୁଛି। ସେ ଜିଦ୍ କରୁଛନ୍ତି କି ମୁଁ ଏ ଫଳ ଖାଏ। ମୋତି ଏହିସବୁ କଥା ଶୁଣି କହିଲା, ତମ ଦୁଇ ଜଣଙ୍କର ବନ୍ଧୁତା ବହୁତ ନିବିଡ଼ ଅଛି। ତମେ ଦୁଇ ଜଣ ହିଁ ଏହି ଫଳକୁ ଅଧା ଅଧା କରି କାହିଁକି ଖାଉନାହଁ? ଏହା ଶୁଣି ଗୁଲ୍ଲୁ ଓ ବଣ୍ଟୁ ସେମାନେ ଦୁଇ ଜଣ ଅଧା ଅଧା କରି ଫଳକୁ ଖାଇଲେ ଓ ସେଠାରେ କିଛି ସମୟ ପାଇଁ ଆରାମ କଲେ।